ନିଶ୍ଚୟ 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 ଜବାବ ଦେବ। ଆପଣ ଦେଖିବେ ଏବେ ଇମିଡିଏଟଲି ଭୋଟ ଇଲେକ୍ସନ ଆସିବ, ଆସନ ଇଲେକ୍ସନ ଆସୁଛି, ମ୍ୟୁନିସିପାଲିଟି ଇଲେକ୍ସନ ମେ ମାସରେ। ଭୋଟ ପରସେଣ୍ଟ ଗଞ୍ଜାମରେ କଣ ଥିଲା ପରସେଣ୍ଟ କୋଉ ପ୍ରକାର ବଢିବ, ପଞ୍ଚାୟତ ଇଲେକ୍ସନ ମଧ୍ୟ କଣ ଥିଲା, କେତିକି ପରସେଣ୍ଟ ଥିଲା ଏଇ 15 ବର୍ଷ ତଳେ ଭିତରେ ଯାହା ବିଗିଡି ଯାଇଥିଲା, କେତେ ପରସେଣ୍ଟ ବଢିବ ଆପଣ ମତେ କଥା ଗର୍ବ ଆମର ରେସପନ୍ସିବିଲିଟି ବଢିଲା। ମୋର ଗର୍ବ କିଛି ନାହିଁ, ମୋର ଆମର ହେଲା ମୁଁ କଣ୍ଟେଷ୍ଟ ସେ କଥା ନାହିଁ। ମୋର କଂଗ୍ରେସ ଟାକୁ କେମିତି ସବୁ କନଷ୍ଟିଚୁଏନ୍ସିରେ ସଜାଡି ହେବ ସେଇଟା ହଉଛି ମୋର ଲକ୍ଷ୍ୟ। ସେଇଟା ନାହିଁ ମୋର ସବୁବେଳେ ଆକ୍ଟିଭିଟି ଥିଲା, ସବୁ ସଭାରେ ଯାଇ ସବୁ କଥା କରୁଛି, କେବେ ଚୁପ୍ ନାହିଁ। ରଣନୀତି ଗଞ୍ଜାମ କଂଗ୍ରେସ ଯୋଉ ପ୍ରକାର ଥିଲା ପୁରୁଣା ସମୟରେ, ତାକୁ ରିବିଲ୍ଡ କେମିତି କରାହବ, ନ୍ୟୁଟ୍ରାଲ ଲୋକ, ଡିଗ୍ନିଫାଇଡ ଲୋକ ଏବଂ ପୁରୁଣା କଂଗ୍ରେସ ଲୋକ ଯୋଉମାନେ ସାଇଡ ଲାଇନ ନେଇକି ଥିଲେ ସମସ୍ତଙ୍କୁ ନେଇକିରି କଂଗ୍ରେସକୁ କେମିତି ରିଭାଇଭ ହବ ଗଞ୍ଜାମ ଜିଲ୍ଲାରେ, ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ, ସେଇଟା ହବ ଆମର ଭିଜନ। ରାହୁଲ ଗାନ୍ଧୀଜୀଙ୍କର ମୁଦ୍ଦା ହଉଛି ବେକାରୀ, ବେରୋଜଗାରୀ ଏବଂ ଭାରତ ଯୋଡ ଆନ୍ଦୋଳନ ଯୋଉଟା ରହିଛି, ସେ ଲକ୍ଷ୍ୟ, ସେଇଟା ହଉଛି ଆମର ମୁଖ୍ୟ ଲକ୍ଷ୍ୟ। ସବୁ ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ ପଞ୍ଚାୟତରେ, ଗାଁ ଗୁଡିକରେ ସେ ଇସ୍ୟୁ ଆମ ରେଜ କରାହବ, ଉଠାହବ। ସବୁ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଅଛି, ବିଜେପିରେ କଣ ଅନ୍ତର୍ଦ୍ୱନ୍ଦ୍ୱ ନାହିଁ, ବିଜେଡିରେ କଣ ଅନ୍ତର୍ଦ୍ୱନ୍ଦ୍ୱ ନାହିଁ। ଅନ୍ତର୍ଦ୍ୱନ୍ଦ୍ୱ ଅର୍ଥ 2% 1% କୋଉଠି କିଏ ଅଛି, ଏ ଯୋଉ ଏଯାକ ରହିବେ, ସବୁ ଦଳ ରହିବେ ଅଛନ୍ତି, ସେଇଟା କିଛି ବଡ କଥା ନାହିଁ, ଏଇଟା କିଛି ପ୍ରଭାବ ପଡିବନି। ଅନ୍ତର୍ଦ୍ୱନ୍ଦ୍ୱ ଏଇ ସବୁ କନଷ୍ଟିଚୁଏନ୍ସିରେ କରାହବ, ପ୍ରତ୍ୟେକ ଜାଗାରେ ଆମେ ପହଞ୍ଚିବା। ସେ ଯୋଉ ଭରସା ରଖିକି କେନ୍ଦ୍ରୀୟ ନେତୃବୃନ୍ଦ, ରାଜ୍ୟ ନେତୃବୃନ୍ଦ, ସଭାପତି ଭକ୍ତ ଶରଣ ଦାସ ଯୋଉ ଭରସାରେ ନେଇଛନ୍ତି, ସେ ଭରସାକୁ ଆମେ କାର୍ଯ୍ୟକାରୀ କରିବା ପାଇଁ ପୂର୍ଣ୍ଣ ଭାବେ ଚେଷ୍ଟା କରିବୁ ଏବଂ ସେଟା କାର୍ଯ୍ୟକାରୀ କରିକି ମତେ ଦେଖେଇବୁ। କିଛି ଦୁର୍ବଳ ନାହିଁ, ଯୋଉମାନେ କହିବେ ସେମାନଙ୍କ କିଛି ଭ୍ୟାଲୁ ନାହିଁ, ଏଇଟା କିଛି ନାହିଁ, ସବୁ 2% 1% ବାଲା ଏହା କହିବେ। କଂଗ୍ରେସର ଯୋଉ ଯାହା ହେଇଛି, ଆମେ କେମିତି ହବ ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଦେଖିବେ। ଯୋଉମାନେ କହିବେ ସେମିତି କହିବେ, କିଛି ଲୋକ ରହିବେ, ସବୁ ଦଳରେ କହିବେ। ବିଜେପିରେ ଅଛନ୍ତି, ବିଜେଡିରେ ଅଛନ୍ତି, ଯୋଉମାନେ କହୁଛନ୍ତି ଦୁର୍ବଳ ହେଇଯିବ ବୋଲି, ସେମାନେ ଭଲକି ଜାଣିଛନ୍ତି କଣ ଦଣ୍ଡପାଣି ପାତ୍ର କଣ, ସେମାନେ ଭଲକି ଜାଣିଛନ୍ତି। ଆହ୍ୱାନ କରାହବ ସବୁ ପ୍ରକାର ଲୋକ ଯୋଉମାନେ ସାଇଡ ଲାଇନ ହେଇକି ଥିଲେ, ମୁଖ୍ୟ ସ୍ରୋତରୁ ଯୋଉମାନେ ସାଇଡ ଲାଇନ ହେଇକି ଅଛନ୍ତି, ମାନେ ମୁଖ୍ୟ ଲୋକ ମାନେ ରହିଯାଇଛନ୍ତି ଏବଂ ଡାଇନାମିକ ଲୋକମାନେ ରହିଯାଇଛନ୍ତି ଏବଂ ଯୋଉମାନେ କ୍ୱାଲିଫାଏଡ ଆଣ୍ଡ ଡିଗ୍ନିଫାଇଡ ଲୋକମାନେ ରହିଯାଇଛନ୍ତି, ସେମାନଙ୍କୁ ଅଣାହବ। ସେଇଟା ହଉଛି ଆହ୍ୱାନ। ସ୍ଥାନ କମିଟି ପାଇଁ ମଧ୍ୟ ରଣନୀତି ହବ, କିଛି ଅସୁବିଧା ନାହିଁ। ଅଛନ୍ତି ପୁରୁଣା ଲୋକ ଆହୁରି ଅଛନ୍ତି, ସବୁ ଅଛନ୍ତି, ଆଉ ତିଆରି ହବ। ନିଶ୍ଚୟ 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 ଜବାବ ଦେବ। ଆପଣ ଦେଖିବେ ଏବେ ଇମିଡିଏଟଲି ଭୋଟ ଇଲେକ୍ସନ ଆସିବ, ଆସନ ଇଲେକ୍ସନ ଆସୁଛି, ମ୍ୟୁନିସିପାଲିଟି ଇଲେକ୍ସନ ମେ ମାସରେ। ଭୋଟ ପରସେଣ୍ଟ ଗଞ୍ଜାମରେ କଣ ଥିଲା ପରସେଣ୍ଟ କୋଉ ପ୍ରକାର ବଢିବ, ପଞ୍ଚାୟତ ଇଲେକ୍ସନ ମଧ୍ୟ କଣ ଥିଲା, କେତିକି ପରସେଣ୍ଟ ଥିଲା ଏଇ 15 ବର୍ଷ ତଳେ ଭିତରେ ଯାହା ବିଗିଡି ଯାଇଥିଲା, କେତେ ପରସେଣ୍ଟ ବଢିବ ଆପଣ ମତେ କଥା ହେବେ। ଗର୍ବ ନାହିଁ, ଆମର ରେସପନ୍ସିବିଲିଟି ବଢିଲା। ମୋର ଗର୍ବ କିଛି ନାହିଁ, ମୋର ହେଲା ମୁଁ କଣ୍ଟେଷ୍ଟ ନକରେ ସେ କଥା ନାହିଁ। ମୋର କଂଗ୍ରେସ ଟାକୁ କେମିତି ସବୁ କନଷ୍ଟିଚୁଏନ୍ସିରେ ସଜାଡି ହେବ, ସେଇଟା ହଉଛି ମୋର ଲକ୍ଷ୍ୟ। ସେଇଟା ନାହିଁ ମୋର ସବୁବେଳେ ଆକ୍ଟିଭିଟି ଥିଲା, ସବୁ ସଭାରେ ଯାଇ ସବୁ କଥା କରୁଛି, କେବେ ଚୁପ୍ ନାହିଁ।